Welcome everyone to my channel. So ଆଜି ଆମେ ଡିସ୍କସନ କରିବା ଭାରତ ସରକାର ନିକଟରେ ଚେଞ୍ଜ କରିଛନ୍ତି ଆଣ୍ଡାମାନ ନିକୋବର ରାଜଧାନୀ ପୋର୍ଟ ବ୍ଲେୟାରର ନାମକୁ। ପୋର୍ଟ ବ୍ଲେୟାରରୁ ଏବେ ତାର ନାମ ହୋଇଯାଇଛି ଶ୍ରୀ ବିଜୟପୁରମ୍। ସୋ ନାମକରଣ ଚେଞ୍ଜ ଯୋଉ ଚାଲିଛି ଆମର ବିଜେପି ଗଭର୍ଣ୍ଣମେଣ୍ଟ ଅଣ୍ଡରରେ। ସୋ ଏହାର ଯୋଉ ଆମର ପୋର୍ଟ ବ୍ଲେୟାର ଥିଲା, ଏହା ବ୍ରିଟିଶ ସରକାର ତାର ନାମ ଦେଇଥିଲେ ପୋର୍ଟ ବ୍ଲେୟାର ବୋଲି ଆଣ୍ଡାମାନ ନିକୋବରର ରାଜଧାନୀକୁ। ଏବେ ଭାରତ ସରକାର ତା ନାମ ପରିବର୍ତ୍ତନ କରି ବିଜୟଶ୍ରୀ ବିଜୟପୁରମ୍ ନାମରେ ନାମିତ କରିଛନ୍ତି। ସୋ ଏହି ମର୍ମରେ ଆମର ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟର ଏକ୍ସରେ ଟ୍ୱିଟ କରି କହିଛନ୍ତି ଯେ ଇନ୍ସପାୟାର୍ଡ ବାଇ ଦ ଭିଜନ ଅଫ ପିଏମ ନରେନ୍ଦ୍ର ମୋଦି ଜୀ ଟୁ ଫ୍ରି ଦ ନେସନ ଫ୍ରମ କଲୋନିଆଲ ଇମ୍ପ୍ରିଣ୍ଟସ୍। ଉପନିବେଶବାଦ ଯୋଉ ଆମର ଇମ୍ପ୍ରିଣ୍ଟସ୍ ରହିଛି, ପଦଚିହ୍ନ ରହିଛି, ସେଥିରୁ ମୁକ୍ତ କରିବା ପାଇଁ ମାଇଣ୍ଡସେଟକୁ, ଆମର ଭାରତୀୟମାନଙ୍କ ମାଇଣ୍ଡସେଟକୁ ମୁକ୍ତ କରିବା ପାଇଁ ଟୁଡେ वी हैव डिसाइडेड टू रीनेम पोर्ट ब्लेयर आज श्री ବିଜୟପୁରମ୍। ସୋ ପୋର୍ଟ ବ୍ଲେୟାରକୁ ସେ ଶ୍ରୀ ବିଜୟପୁରମ୍ ନାମରେ ନାମିତ କରିଛନ୍ତି। ଯେତେବେଳେ କଲୋନିଆଲ ଆମର ଯୋଉ କଲୋନୀ ଥିଲା, ବ୍ରିଟିଶ ମାନଙ୍କର କଲୋନୀ ଥିଲା ଇଣ୍ଡିଆ, ସେତେବେଳେ ଆମର ଆଣ୍ଡାମାନ ନିକୋବର ବି ବ୍ରିଟିଶ ମାନଙ୍କ ଅଣ୍ଡରରେ ଥିଲା। ତାଙ୍କର ଯୋଉ ଲିଗାସିରେ ଆମର ପୋର୍ଟ ବ୍ଲେୟାର ନାମିତ ହୋଇଥିଲା। ତେଣୁକରି ସେ ପୋର୍ଟ ବ୍ଲେୟାରକୁ ଏବେ ଆମେ ଜାଣିବା କଣ ନା ଶ୍ରୀ ବିଜୟପୁରମ୍ ନାମରେ ଜାଣିବା। ଏଠାରେ ମଧ୍ୟ ସେ କହିଛନ୍ତି ଯେ ଇଟ୍ ଇଜ ଅଲସୋ ଦ ପ୍ଲେସ ଦ୍ୟାଟ ହୋଷ୍ଟେଡ ଦ ଫାଷ୍ଟ ଅନଫର୍ଲିଂ ଅଫ ଆୱାର ତ୍ରିରଙ୍ଗା ବାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜି ଆଣ୍ଡ ଅଲସୋ ଦ ସେଲୁଲାର ଜେଲ in which Veer Savarkar ji and other freedom fighters struggled for an independent nation. ଓକେ, ଏଇଠାରେ ମଧ୍ୟ ଆମର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରଥମ କରି ଇଣ୍ଡିଆର ଫ୍ଲାଗ କୁ ସେଠାରେ ହୋଷ୍ଟ କରିଥିଲେ। ତାହା ସହିତ ଆମର ବୀର ସାବରକର ହୁଅନ୍ତୁ କି ଅନ୍ୟ ଫ୍ରିଡମ ଫାଇଟର ହୁଅନ୍ତୁ, ସେମାନଙ୍କୁ ଏଇ ଯୋଉ ଆମର ସେଲୁଲାର ଜେଲ ଥିଲା ଆମର ପୋର୍ଟ ବ୍ଲେୟାର ଠାରେ, ଯୋଉ ଆମର କଳା ପାଣି ଦଣ୍ଡ ଯୋଉ କୁହାଯାଏ, ସେଠାରେ ଅକଥନୀୟ ନିର୍ଯାତନା ଦିଆଯାଉଥିଲା ଆମର ସ୍ୱାଧୀନତା ଯୋଉ ସଂଗ୍ରାମୀ ମାନଙ୍କୁ ଏହି ପୋର୍ଟ ବ୍ଲେୟାରରେ ଥିବା ସେଲୁଲାର ଜେଲରେ। ତେଣୁକରି ବ୍ରିଟିଶ ମାନଙ୍କର ଉପନିବେଶବାଦ ଯୋଉ ଚିନ୍ତାଧାରା ଥିଲା, ସେ ଉପନିବେଶବାଦ ଚିନ୍ତାଧାରାରୁ ମୁକ୍ତ କରିବା ପାଇଁ ବର୍ତ୍ତମାନ ଆମର ପିଏମ ନରେନ୍ଦ୍ର ମୋଦିଙ୍କ ତତ୍ତ୍ୱାବଧାନରେ ଅମିତ ଶାହାଜୀ ଏ ଡିକ୍ଲାର କରିଛନ୍ତି ଯେ ପୋର୍ଟ ବ୍ଲେୟାରର ନାମକରଣ ହେଇଯାଇଛି କଣ, ନାମିତ ହେଇଯାଇଛି ଶ୍ରୀ ବିଜୟପୁରମ୍। ଯେମିତି ଆମର ଆହ୍ଲାବାଦ ପ୍ରୟାଗରାଜ ହୋଇଗଲା, ସେଇଭଳି ଆମର ଶ୍ରୀ ବିଜୟପୁରମ୍ ଭାବରେ ଆମେ ପୋର୍ଟ ବ୍ଲେୟାରକୁ ନାମିତ କରିଛନ୍ତି। ତେଣୁକରି ପୋର୍ଟ ବ୍ଲେୟାରଟା ଏମିତି ମ୍ୟାପରେ ଦେଖିବା କୋଉଠି ଅଛି ନା ଭାରତର ଯୋଉ ବେ ଅଫ ବେଙ୍ଗଲର ଆଣ୍ଡାମାନ ନିକୋବର ଆଇଲ୍ୟାଣ୍ଡର ସାଉଥ ପାର୍ଟରେ ଅଛି। ଏଇଠି ଆମର ପୋର୍ଟ ବ୍ଲେୟାର, ତାଙ୍କ ରାଜଧାନୀ ଏଇଟା ପୋର୍ଟ ବ୍ଲେୟାର ଅଛି। ଏହା ଆମର ଭାରତର ଯୋଉ ଆମର ଯୋଉ ନୌବାହିନୀ ତଥା ସାମରିକ ଦୃଷ୍ଟିକୋଣରୁ ମଧ୍ୟ ତାର ଇମ୍ପୋର୍ଟାନ୍ସ ବହୁତ ଅଛି। ଯଦି ଏଟା ଆଣ୍ଡାମାନ ନିକୋବର ଆଇଲ୍ୟାଣ୍ଡ ଯଦି ଇଣ୍ଡିଆ ଅଧୀନରେ ନଥାନ୍ତା, ତାହେଲେ ବେ ଅଫ ବେଙ୍ଗଲ ଉପରେ ଯୋଉ ଜଳରାଶି ଉପରେ ଭାରତର ଅଧିକାର ବି କମି ଯାଇଥାନ୍ତା। ଓକେ, ତେଣୁକରି ଏଇପଟ ଦେଇ ମଧ୍ୟ ଏଇ ପୋର୍ଟ ବ୍ଲେୟାରର ସାଉଥ ପଟ ଦେଇ ଇଣ୍ଡୋନେସିଆ ଦେଇକି ଆମର ଚାଇନା ତାର ତାର ଯୋଉ ସି ରୁଟ ଯୋଉ କରିଛି, ସି ରୁଟ ଯୋଉ ଯାହା ସବୁ ଆମର ତା ତା ତାର ଦେଶକୁ ଆମଦାନୀ କରେ, ତେଲ ହଉ ଯୋଉ ଆମର ଆମର ମଧ୍ୟ ଏସିଆରୁ ଆଣିଥାଏ। ତେଣୁକରି ଆମର ଇଣ୍ଟରନ୍ୟାସନାଲ ଦୃଷ୍ଟିକୋଣ, ଆନ୍ତର୍ଜାତୀୟ ଦୃଷ୍ଟିକୋଣରୁ ମଧ୍ୟ ପୋର୍ଟ ବ୍ଲେୟାର ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଆମର ନିର୍ବାହ କରିଥାଏ। ତେଣୁକରି ଆମେ ଜାଣିବା ପୋର୍ଟ ବ୍ଲେୟାର କାହିଁକି ଏହାର ନାମ ପୋର୍ଟ ବ୍ଲେୟାର ନାମରେ ନାମିତ କରାଯାଇଛି। ପୋର୍ଟ ବ୍ଲେୟାର ନାମକରଣ କରାଯାଇଛି ଏକ ବ୍ରିଟିଶ ନାଭାଲ ଅଫିସର ଯାହାଙ୍କ ନାମ ହଉଛି ଆର୍କିବାଲ୍ଡ ବ୍ଲେୟାର, ଏ ବ୍ଲେୟାର। ଓକେ, ତାଙ୍କ ଫଟୋଟି ହଉଛି ଏଇ, ଇଏ ହଉଛନ୍ତି ଆମର ଏ ବ୍ଲେୟାର, ଯାହାଙ୍କ ନାମ ଅନୁସାରେ ଆମର ହେଇଛି କଣ ନା ପୋର୍ଟ ବ୍ଲେୟାରର ନାମକରଣ କରାଯାଇଛି। ଇଏ ଜଏନ କରିଥିଲେ ବମ୍ବେ ମେରାଇନରେ 1771ରେ ଜଏନ କରିଥିଲେ ଇଷ୍ଟ ଇଣ୍ଡିଆ ଯୋଉ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀରେ ଆଜ ଏ ନାଭାଲ ଅଫିସର। ତେଣୁକରି ସେ ଡିସେମ୍ବର 1788 ଟୁ 1789 ମସିହା ଯାଏଁ ସେ ତାଙ୍କର ଯୋଉ ନାଭାଲ କ୍ୟାରିୟର ଯୋଉ କରିଥିଲେ ଆମର ଆଣ୍ଡାମାନ ଆଇଲ୍ୟାଣ୍ଡରେ, ସେଠାରେ ସେ ସର୍ଭେ ୱାର୍କ କରୁଥିଲେ, ତା ସହିତ ଏକ୍ସପ୍ଲୋର କରୁଥିଲେ ରିମୋଟ ରିଜିଅନ, ଯୋଉ ଆଣ୍ଡାମାନରେ ଥିବା ରିମୋଟ ରିଜିଅନ, ଯୋଉ ଆଦିମ ଅଧିବାସୀ ମାନେ ସେଠାରେ ଅବସ୍ଥାନ କରନ୍ତି, ସେମାନଙ୍କ ରିଜିଅନକୁ ଏକ୍ସପ୍ଲୋର କରୁଥିଲେ। ଡ୍ୟୁରିଂ ହିଜ ଏକ୍ସପେଡିସନ ବ୍ଲେୟାର ଡିସ୍କଭର୍ଡ ଏ ନ୍ୟାଚୁରାଲ ହାର୍ବର ଇନ ଦ ସଦର୍ନ ପାର୍ଟ ଅଫ ଗ୍ରେଟର ଆଣ୍ଡାମାନ ଆଇଲ୍ୟାଣ୍ଡ which is initially named ପୋର୍ଟ କର୍ଣ୍ଣୱାଲିସ। ପ୍ରଥମେ ତାଙ୍କୁ ଯୋଉ ଆମର ଯୋଉ ଆଣ୍ଡାମାନର ଯୋଉ ପୋର୍ଟ ବ୍ଲେୟାର ଯୋଉ ରାଜଧାନୀ, ତାକୁ ପ୍ରଥମେ ନାମକରଣ କରାଯାଇଥିଲା କର୍ଣ୍ଣୱାଲିସଙ୍କ ନାମରେ। ଓକେ,
କର୍ଣ୍ଣୱାଲିସ୍ ତାଙ୍କର ଯୋଉ ଥିଲେ ଆମର କର୍ଣ୍ଣୱାଲିସ୍ ଲର୍ଡ କର୍ଣ୍ଣୱାଲିସ୍‌ଙ୍କ ନାମରେ ନାମକରଣ କରାଯାଇଥିଲା ପୋର୍ଟ କର୍ଣ୍ଣୱାଲିସ୍। ପରେ ଏହା ରିନେମ୍ ହେଇଥିଲା 1789 ମସିହାରେ ହେଇଥିଲା ପୋର୍ଟ ବ୍ଲେୟାର ନାମରେ ନାମିତ ହୋଇଥିଲା ଏଇ ବ୍ରିଟିଶ ନାଭାଲ ଅଫିସରଙ୍କ ସ୍ମରଣରେ। ଓକେ, ସୋ ପୋର୍ଟ ବ୍ଲେୟାରର କିଛି ହିଷ୍ଟୋରିକାଲ ବ୍ୟାକଗ୍ରାଉଣ୍ଡ ଉପରେ ଆମେ ବର୍ତ୍ତମାନ ଡିସ୍କସନ କରିବା। ଦ ହିଷ୍ଟ୍ରି ଅଫ୍ ଆଣ୍ଡାମାନ ନିକୋବର ଆଇଲ୍ୟାଣ୍ଡ ଷ୍ଟାର୍ଟସ୍ ଫ୍ରମ୍ ରାମାୟଣ ପିରିୟଡ ଆଜ୍ ଇଟ୍ ୱାଜ୍ କଲ୍ଡ ହଣ୍ଡୁମାନ। ରାମାୟଣରେ ମଧ୍ୟ ଆମର ଏଇ ଆଣ୍ଡାମାନ ନିକୋବର ଆଇଲ୍ୟାଣ୍ଡ ବିଷୟରେ ବର୍ଣ୍ଣିତ କରାଯାଇଛି। ସେଠାରେ ଏହାର ନାମ ହୋଇଛି କଣ ନା ହଣ୍ଡୁମାନ। ମାତ୍ର ପରେ ଫାର୍ଷ୍ଟ ସେଞ୍ଚୁରୀରେ ଟୋଲେମି ଏହାକୁ ଅଙ୍ଗେ ଡିମାନ ନାମରେ ନାମିତ କରିଥିଲେ। ଓକେ, ୟୁରୋପିଆନ ଟ୍ରାଭେଲ ଯୋଉ ଆମର ପରିବ୍ରାଜକ ଥିଲେ ମାର୍କୋପୋଲୋ, ସେ 13th ସେଞ୍ଚୁରୀରେ ଏଟାକୁ ଭିଜିଟ କରିଥିଲେ। ଯିଏ କହିଥିଲେ କି ଏ ଜାଗାର ନାମକରଣ କଣ ସେ କରିଥିଲେ ନା ଆଙ୍ଗାମେନିଆନ। ଓକେ, ସେ ମଧ୍ୟ ରେଫର କରିଥିଲେ ଏଇ ଆଇଲ୍ୟାଣ୍ଡକୁ ନିକୋବରମ ଆଣ୍ଡ ଇଟ୍ ଇଜ ଏ କରପ୍ଟେଡ ଫର୍ମ ଅଫ ତାମିଲ ନେମ୍ ନକ୍କଭରମ। ସେ କହିଥିଲେ ମାନେ ଯୋଉ ଆମର ପୋର୍ଟ ବ୍ଲେୟର ନାମକରଣ ମଧ୍ୟ ସେ ଦେଇଥିଲେ ଯେ ଆଙ୍ଗାମେନିଆନ। ତା ସହିତ ଆଉ ଏକ ୱାର୍ଡ ମଧ୍ୟ ସେ ୟୁଜ କରିଥିଲେ କଣ ନା ନିକୋଭରନ। ନିକୋଭରନ ହଉଛି ନକ୍କଭରମର କରପ୍ଟେଡ ଫର୍ମ। କିଏ ସେ ନା ମାର୍କୋପୋଲୋ କହିଥିଲେ। ଓକେ, ଏହା ମଧ୍ୟ ଆମର ଚୋଳ ରାଜା ଯିଏ ସବୁଥିରେ ଚୋଳ କିଙ୍ଗ ଥିଲେ, ଦାକ୍ଷିଣାତ୍ୟର ଆମର ଚୋଳ ଯୋଉ ଆମର କିଙ୍ଗଡମ ଥିଲା, ତାଙ୍କର ରାଜା ରାଜେନ୍ଦ୍ର ୱାନ ମଧ୍ୟ ଆଣ୍ଡାମାନ ନିକୋବର ଆଇଲ୍ୟାଣ୍ଡକୁ ଏକ ଷ୍ଟ୍ରାଟେଜିକ ନାଭାଲ ବେସ୍ ରୂପେ ସ୍ଥାପନା କରିଥିଲେ। ଆମର ଇଣ୍ଡୋନେସିଆର ସେତେବେଳେ ନାମ ଥିଲା ଶ୍ରୀବିଜୟ ଏମ୍ପାୟାର, ଇଣ୍ଡୋନେସିଆକୁ ଆକ୍ରମଣ କରିବା ପାଇଁ। ଓକେ, ଦ ହିଷ୍ଟ୍ରି ଅଫ ଅର୍ଗାନାଇଜଡ ୟୁରୋପିଆନ କଲୋନାଇଜେସନ ଅନ ଦ ଆଇଲ୍ୟାଣ୍ଡସ ବିଗାନ when settlers from the Danish East India Company arrived in the Nicobar Island on 12 December 1755। ଯେତେବେଳେ ଆମର 12 ଡିସେମ୍ବର 1755 ଯେତେବେଳେ ଆମର ଡାନିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଆମର ଯୋଉ ଆଣ୍ଡାମାନ ନିକୋବର ଆଇଲ୍ୟାଣ୍ଡକୁ ଆସିଲା, ସେବେଠାରୁ ୟୁରୋପିଆନ କଲୋନାଇଜେସନ ଏହି ଦ୍ୱୀପରେ ଆରମ୍ଭ ହେଲା। ଜାନୁଆରୀ 1 1756ରେ ଦ ନିକୋବର ଆଇଲ୍ୟାଣ୍ଡସ ୱେର୍ ମେଡ୍ ଏ ଡାନିଶ କଲୋନି। ଫାଷ୍ଟ ନେମ୍ ତାର ଯୋଉ ୟୁରୋପିଆନ ଫାଷ୍ଟ ନେମ୍ ଯୋଉ ଦେଇଥିଲେ କଣ ନା ନ୍ୟୁ ଡେନମାର୍କ, କାରଣ ସେ ଡେନମାର୍କର ଥିଲା ଆମର ଡାନିଶ ଇଷ୍ଟ ଇଣ୍ଡିଆ କମ୍ପାନୀ। ଲେଟର ଇଟ୍ ୱାଜ ରିନେମ୍ଡ ଆଜ୍ ଫ୍ରେଡରିକ୍ସ ଆଇଲ୍ୟାଣ୍ଡ। 1756 ମସିହାରେ ଏହା ଫ୍ରେଡରିକ୍ସ ଆଇଲ୍ୟାଣ୍ଡ ରୂପେ ଖ୍ୟାତ ହେଲା। From 1 June 1778 to 1784, Austria mistakenly assumed that Denmark had abandoned its claims to the Nicobar Islands and attempted to establish a colony on them and renaming them as Theresia Island। ଓକେ, ସୋ ତାର ହିଷ୍ଟୋରିକାଲ ବ୍ୟାକଗ୍ରାଉଣ୍ଡ ଦେଖିଲେ ରାମାୟଣ ସମୟରେ ଏହା ହଣ୍ଡୁମାନ ନାମରେ ନାମିତ ଥିଲା। ତାପରେ ଟୋଲେମି ଏହାକୁ ନାମକରଣ କରିଥିଲେ ଆଙ୍ଗାଡେମାନ। ତ ମାର୍କୋପୋଲୋ ଯୋଉ ଆମର ୟୁରୋପିଆନ ଟ୍ରାଭେଲର ପରିବ୍ରାଜକ ଯିଏ ଥିଲେ, ସେ 13th ସେଞ୍ଚୁରୀରେ ଇଣ୍ଡିଆକୁ ଆସିଥିଲେ, ସେଇ ସମୟରେ ସେ ତାର ନାମକୁ ଦେଇଥିଲେ ଆଙ୍ଗାମେନିଆନ। ଓକେ, ଆଉ ଚୋଳ କିଙ୍ଗ ଏଇଠାରେ ଚୋଳ କିଙ୍ଗ ରାଜେନ୍ଦ୍ର ୱାନ ଏଇଠାରେ ଶ୍ରୀବିଜୟକୁ ଆକ୍ରମଣ କରିବା ପାଇଁ, ଶ୍ରୀବିଜୟ ମାନେ ଆମର ଇଣ୍ଡୋନେସିଆ ଦେଶକୁ ଆକ୍ରମଣ କରିବା ପାଇଁ ଏଠାରେ ଗୋଟେ ନାଭାଲ ବେସ୍, ଓକେ, ନୌସେନାର ଗୋଟେ ବେସ୍ ସେଠି ପ୍ରତିଷ୍ଠା କରିଥିଲେ। ପ୍ରଥମ କରି ଆମର ଡାନିଶ ଇଷ୍ଟ ଇଣ୍ଡିଆ କମ୍ପାନୀ, ଯିଏକି ୟୁରୋପିଆନ କଲୋନାଇଜେସନ ସେଉଠୁ ଆରମ୍ଭ ହୋଇଥିଲା ଆମର ଆଣ୍ଡାମାନ ନିକୋବର ଆଇଲ୍ୟାଣ୍ଡରେ, କେବେ ନା 12 ଡିସେମ୍ବର 1755 ମସିହାରେ। ଏଟା ମନେ ରଖିବେ, ଏଟା ପରୀକ୍ଷାରେ ବି ଆସିଯାଇପାରେ। ଓକେ, ଜାନୁଆରୀ 1756 ମସିହାରେ ଏହାର ନାମକରଣ ହେଇଥିଲା କଣ ନା ନ୍ୟୁ ଡେନମାର୍କ। ତାପରେ ଏହା ଚେଞ୍ଜ ହୋଇଥିଲା ଡିସେମ୍ବର 1756ରେ ଫ୍ରେଡରିକ୍ସ ଆଇଲ୍ୟାଣ୍ଡ। ଅଷ୍ଟ୍ରିଆ ମଧ୍ୟ ଏହାର ନାମକରଣ କରିଥିଲା ଥେରେସିଆ ଆଇଲ୍ୟାଣ୍ଡ ରୂପରେ। ଓକେ, ସୋ ନେକ୍ସଟ ଦେଖିବା ଯେ in 1789, the British set up a naval base and penal colony on Chatham Island next to Great Andaman, where now lies the town of Port Blair. Okay, Denmark's presence in the territory ended on 16 October 1868 when it sold the rights to Nicobar Islands to Britain, which made them part of the British India in 1869। ଡେନମାର୍କ 16 ଅକ୍ଟୋବର 1868 ମସିହାରେ ଯୋଉ ଆମର ଆଣ୍ଡାମାନ ନିକୋବର ଆଇଲ୍ୟାଣ୍ଡର ରାଇଟ୍ସକୁ ବ୍ରିଟିଶକୁ ବିକିଦେଲା। ତାପରେ 1869 ମସିହାରେ ଫାଇନାଲି ଟୋଟାଲ ଆମର ଆଣ୍ଡାମାନ ନିକୋବର ଆଇଲ୍ୟାଣ୍ଡ କିଛି ପାର୍ଟ ଆମର ବ୍ରିଟିଶ ଅଧୀନରେ ଥିଲା, କିନ୍ତୁ ଡେନମାର୍କ ବିକ୍ରି କରିଦେଲା ପରେ ତାର ଯୋଉ ରାଇଟ୍ସ ବିକ୍ରି କରିଦେଲା ପରେ 1869 ମସିହାଠୁ ଏହା ବ୍ରିଟିଶ ଅଧୀନରୁ ସମ୍ପୂର୍ଣ୍ଣ ରୂପେ ଆସିଗଲା। ବୁଝିପାରିଲେ? ତାପରେ ବ୍ରିଟିଶ ମାନେ ଏଠାରେ ଆମର ବହୁତ ଅତ୍ୟାଚାର କଲେ। ସେମାନେ ଯୋଉ ନେଟିଭ ଲୋକ ଥିଲେ ସେମାନଙ୍କ ଉପରେ ବ୍ରିଟିଶ ମାନଙ୍କର ବହୁତ ଅତ୍ୟାଚାର ହେଲା, ଯାହା ଯୋଗୁ ବଟଲ ଅଫ ଆବ୍ରି ଦିନ ବା ବଟଲ ଅଫ ଆଣ୍ଡାମାନ କହିପାରିବା, ବଟଲ ଅଫ ଆବେରଦିନ ଆମର ପୋର୍ଟ ବ୍ଲେୟାର ପାଖରେ ହୋଇଥିଲା। ଏହା ଏକ ଆର୍ମଡ କନଫ୍ଲିକ୍ଟ ଥିଲା
ଭୟଙ୍କର ସଂଘର୍ଷ ହୋଇଥିଲା ବ୍ରିଟିଶ ଏବଂ ଯୋଉ ନେଟିଭ ଆଣ୍ଡାମାନ ଲୋକଙ୍କ ମଧ୍ୟରେ। କାହିଁକି ନା ଯୋଉ ବ୍ରିଟିଶର ମାନେ ସେମାନଙ୍କର ଯୋଉ କାର୍ଯ୍ୟକଳାପରେ ହସ୍ତକ୍ଷେପ କରୁଥିଲେ, ଆମର ସେମାନଙ୍କ ଚାଲି ଚଳଣି ସବୁଥିରେ ସେମାନେ ହସ୍ତକ୍ଷେପ କରୁଥିଲେ। ଯେଉଁଥିପାଇଁ ସେମାନେ ବିରୋଧ କଲେ ଯେ ଏଇଟା ହଉଛି ଆମର ଲ୍ୟାଣ୍ଡ, ଏଇଟା ଆମର ଭୂମି, ଏ ଜଙ୍ଗଲ ଜମି ଏ ସବୁ ଆମର, ତମେ ମାନେ କାହିଁକି ଏଠାରେ ଆସିକି କଣ ମାନେ ଜୋର ଜବରଦସ୍ତି ଆମ ଉପରେ ଅତ୍ୟାଚାର କରୁଛ। ତେଣୁକରି ସେଇଠାରେ 1859 14 ମେ ମେରେ ଦ ନେଟିଭ ଯୋଉ ୱାର ହେଇଥିଲା ବଟଲ ଅଫ ଆବିରଦିନ, ସେଇ ଯୋଉ ୱାରଟି ହୋଇଥିଲା ତାହା ଆଣ୍ଡାମାନ ଆଇଲ୍ୟାଣ୍ଡର ନେଟିଭ ଏବଂ ବ୍ରିଟିଶ ଫୋର୍ସ ମଧ୍ୟରେ ହୋଇଥିଲା। ଓକେ, ସୋ ଏଇଠାରେ ମୁଁ ପୂର୍ବରୁ କହି ଆସିଲି, ଏଇଠାରେ ଯେ ଆମର ସେଲୁଲାର ଜେଲ ପୋର୍ଟ ବ୍ଲେୟାର ବି ଅଛି, ଯାହାକୁ ଆମେ କହିଥାନ୍ତି କାଳା ପାଣି ଦଣ୍ଡ, ଯୋଉ କଳା ପାଣି ଦଣ୍ଡ ମିଳିଥାଏ ଆମର ସ୍ୱାଧୀନତା ସଂଗ୍ରାମ ମାନଙ୍କୁ। ଏଇଠାରେ 1857 ବିଦ୍ରୋହ ପରେ ଦ ବ୍ରିଟିଶ ୟୁଜ୍ଡ ଆଣ୍ଡାମାନ ଆଇଲ୍ୟାଣ୍ଡସ ଆଜ ଏ ପ୍ରିଜନ ଫର ପିପୁଲ ହୁ ରେଜ୍ଡ ଦେୟାର ଭଏସ ଏଗେନ୍ଷ୍ଟ ଦ ବ୍ରିଟିଶ ରିଜାଇନ। ବ୍ରିଟିଶ ଏମ୍ପାୟାର ବିରୁଦ୍ଧରେ ଯୋଉମାନେ 1857 ବିଦ୍ରୋହ ପରେ ଯୋଉ ଆମର ସିପାହୀ ବିଦ୍ରୋହ ହୋଇଥିଲା, ପ୍ରଥମ ଭାରତର ସ୍ୱାଧୀନତା ସଂଗ୍ରାମ ହୋଇଥିଲା, ସେଇ ବିଦ୍ରୋହରେ ଯୋଉମାନେ ବ୍ରିଟିଶ ମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ବା ଯୁଦ୍ଧରେ ଭାଗ ନେଇଥିଲେ, ସେମାନଙ୍କୁ ଏଇଠାରୁ ଦଣ୍ଡ ଦେବା ପାଇଁ ଆମର ସମୁଦ୍ର ପଥ ଦେଇକି ଆମର ଯୋଉ ବଙ୍ଗୋପସାଗର ବେ ଅଫ ବେଙ୍ଗଲ ଦେଇକି ଆଣ୍ଡାମାନ ନିକୋବରରେ ଥିବା ଯୋଉ ପୋର୍ଟ ବ୍ଲେୟାର ଯୋଉ ସେଲୁଲାର ଜେଲ ଥାଏ, ସେଇ ଜେଲକୁ ପଠାଯାଇଥିଲା। ପ୍ରଥମ ଯୋଉ ପ୍ରିଜନରଙ୍କ ଗୋଷ୍ଠୀ ଯୋଉ ଆସିଥିଲେ, ପ୍ରଥମ ପ୍ରିଜନର ମାନଙ୍କୁ ଯୋଉ ଅଣାଯାଇଥିଲା ଜାହାଜ ଦ୍ୱାରା, ତାହା ଅଣାଯାଇଥିଲା 10 ମାର୍ଚ୍ଚ 1858 ଓକେ। ଏଠାରେ ଅକଥନୀୟ ନିର୍ଯାତନା ଦିଆଯାଉଥିଲା, ଯେପରିକି କହି ଆସିଲି ଆମର ବୀର ସାବରକର ହୁଅନ୍ତୁ, ବହୁତ ଆମର ସ୍ୱାଧୀନତା ସଂଗ୍ରାମୀ ଥିଲେ, ସେନାନୀ ଥିଲେ, ଯୋଉମାନଙ୍କୁ ଏଠାରେ ଅକଥନୀୟ ମାନେ ନିର୍ଯାତନା ଦିଆଯାଉଥିଲା। ଅଣ୍ଡା ଆକୃତି ସେଲରେ ସେମାନଙ୍କୁ ରଖାଯାଉଥିଲା। ସେମାନଙ୍କ ଉପରେ ସୂର୍ଯ୍ୟ କିରଣ ପଡିବା ମାନେ ସୂର୍ଯ୍ୟଙ୍କୁ ଦେଖିବା ମଧ୍ୟ ସେମାନଙ୍କ ପାଇଁ ଏକ ବିରଳ ସ୍ୱପ୍ନ ଭଳି ଥିଲା। ତେଣୁକରି ଏଇଭଳି ଏକ ଜାଗାକୁ ଆମେ ଯଦି ବ୍ରିଟିଶର ମାନେ ଆମ ଭାରତୀୟ ମାନଙ୍କୁ ଅକଥନୀୟ ଯୋଉ ନିର୍ଯାତନା ଦବା, ତା ସହିତ ଫାଶୀ ଦଣ୍ଡରେ ଦଣ୍ଡିତ କରିବାର ବ୍ୟବହୃତ କରୁଥିଲେ, ସେମାନଙ୍କ ଯୋଉ ସେଇ ଜାଗାକୁ ସେ ବ୍ରିଟିଶ ମାନଙ୍କର ଏକ ସେନା, ଯୋଉ ଆମର ସେନା ଅଧ୍ୟକ୍ଷ ଥିଲେ, ଯୋଉ ଆମର ବ୍ରିଟିଶ ନାଭାଲ ଅଫିସର ଥିଲେ, ତାଙ୍କ ନାମରେ ନାମୀକରଣ କରିବା କୌଣସି ଯଥାର୍ଥତା ନଥିଲା। ଆମର ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଏଇ ଜାଗାର ନାମ ପୋର୍ଟ ବ୍ଲେୟାର ଥିଲା। ଧନ୍ୟବାଦ ଦବା ଆମର ମୋଦୀ ସରକାରଙ୍କୁ ଯେ ସେ ଏହି ଜାଗାଟିର ନାମ ଏବେ ଚେଞ୍ଜ କରି ଶ୍ରୀ ବିଜୟପୁରମ ନାମରେ ନାମିତ କରିଛନ୍ତି। ତେଣୁକରି ଏହି ହଉଛି ତାର ସର୍ଟ ହିଷ୍ଟ୍ରି, ଆମର ପୋର୍ଟ ବ୍ଲେୟାର ସର୍ଟ ହିଷ୍ଟ୍ରି। ପୋର୍ଟ ବ୍ଲେୟାର କିପରି ଆମର ରାମାୟଣ ଯୁଗରୁ ଏଯାଏଁ ତାର ନାମକରଣ କେମିତି କଣ ଚେଞ୍ଜ ହେଇ ଆସିଛି, ବ୍ରିଟିଶ ମାନେ ଡେନମାର୍କ ଠାରୁ କେମିତି ଆମର ପୋର୍ଟ ବ୍ଲେୟାର ସହିତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ସମ୍ପୂର୍ଣ୍ଣ ରାଇଟ୍ସ ଅଧିକାର କଲେ। ଆମର ଚୋଳ ରାଜାଙ୍କ ମାନଙ୍କ ସମୟରେ ମଧ୍ୟ ଏହା ଏକ ନାଭାଲ ବେସ୍ ରୂପେ ପରିଗଣିତ ହେଉଥିଲା। ତା ସହ ଆମର 1943 ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମଧ୍ୟ ଏଠାରେ ଆମର ନ୍ୟାସନାଲ ଯୋଉ ଫ୍ଲାଗ, ଆମର ଜାତୀୟ ପତାକାକୁ ସେଠାରେ ଥିବା ଜିମଖାନା ଗ୍ରାଉଣ୍ଡରେ, ବର୍ତ୍ତମାନ ତାର ନାମ ହଉଛି ନେତାଜୀ ଷ୍ଟାଡିୟମ, ପୋର୍ଟ ବ୍ଲେୟାର ଯୋଉ ଅଛି ଜିମଖାନା ଗ୍ରାଉଣ୍ଡ ବା ନେତାଜୀ ଷ୍ଟାଡିୟମ, ସେଇଠାରେ ଆମର ଉଡାଇଥିଲେ କଣ ଆମର ନ୍ୟାସନାଲ ଫ୍ଲାଗ। ସେ ମଧ୍ୟ ପ୍ରଥମ କରି ଆନାଉନ୍ସ କରିଥିଲେ ଯେ ଏଇ ଯୋଉ ଆମର ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ପୋର୍ଟ ବ୍ଲେୟାର ହଉଛି ଫାର୍ଷ୍ଟ ଇଣ୍ଡିଆନ ଟେରିଟୋରି, ଯୋଉଟା କି ବ୍ରିଟିଶ ରୁଲରୁ ମୁକ୍ତ ହୋଇଛି ବୋଲି 1943 ସେ ଘୋଷଣା କରିଥିଲେ। ତେଣୁକରି ଦେଖିବାକୁ ଗଲେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ସହିତ ଆମର ପୋର୍ଟ ବ୍ଲେୟାରଟି ଆମର ଭାରତୀୟ ଇତିହାସ ସହିତ, ଭାରତୀୟ ଭୌଗୋଳିକ ଅବସ୍ଥିତି ସହିତ, ଇଣ୍ଟରନ୍ୟାସନାଲ ଦୃଷ୍ଟିକୋଣ ଦେଖିଲେ, ଭାରତର ସାମରିକ ଦୃଷ୍ଟିକୋଣ ଦେଖିଲେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରୁଛି। ତେଣୁକରି ଏହାର ନାମକରଣର ଚେଞ୍ଜ ବା ଏହାର ରିନେମ ଯୋଉ ହେଲା, ଏହା ରିନେମ ର ବହୁତ ଯଥାର୍ଥତା ଥିଲା, ଏହା ବହୁତ ପୂର୍ବରୁ ହବାର ଥିଲା, କିନ୍ତୁ ବିଳମ୍ବ ହେଲେ ମଧ୍ୟ ମୋଦୀ ସରକାରଙ୍କର ନେତୃତ୍ୱରେ ଯୋଉ ତାର ପୋର୍ଟ ବ୍ଲେୟାର ନାମକରଣକୁ କରାଯାଇଛି ଶ୍ରୀ ବିଜୟପୁରମ, ବହୁତ ଯଥାର୍ଥତା ତଥା ବହୁତ ଗୁରୁତ୍ୱ ନିର୍ବହନ କରୁଛି। ଧନ୍ୟବାଦ ମୋ ଚ୍ୟାନେଲକୁ ଦେଖିଥିବାରୁ। ଧନ୍ୟବାଦ। ପ୍ଲିଜ ଡୁ ସବସ୍କ୍ରାଇବ ଇଫ୍ ୟୁ ଆର୍ ନଟ୍ ସବସ୍କ୍ରାଇବ ମାଇ ଚ୍ୟାନେଲ yet. Thank you.